ମୁଁ ଚିନୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍କୁ। ଆଜି ଆପଣଙ୍କ ପାଇଁ ଗୋଟେ ଭିଡ଼ିଓ ଆଣିଛି ଯେଉଁଟାକି କାନ ଫୋଡ଼ା ଯେଉଁମାନଙ୍କର ଲମ୍ବି ଯାଉଛି, ଯେଉଁ ମାଆମାନଙ୍କର ପ୍ରାୟତଃ ଆଜିକାଲି ଝିଅ ପିଲାଙ୍କର ବି କାନ ଫୋଡ଼ା ଲମ୍ବି ଯାଉଛି। ମୁଁ ଦେଖୁଛି ପ୍ରାୟ ପିଲାଙ୍କର ତା ପାଇଁ ଗୋଟେ ସଜେସନ୍ ଆସିଛି ଯେଉଁଟାକି ସାଲନ୍ ପାଇଁ ଆଭେଲେବଲ୍ ରହୁଛି। ଆପଣମାନେ ଏଇ କାନ ଫୋଡ଼ାଟାକୁ ବିନା ଡକ୍ଟର ବିନା ମେଡ଼ିସିନରେ ଭଲ କରିପାରିବେ, ଯେଉଁଟାକି ଆପଣଙ୍କୁ ସର୍ଜରୀ ବି କରିବାକୁ ପଡ଼ିବନି, ଡାକ୍ତର ପାଖକୁ ଦୌଡ଼ିବାକୁ ବି ପଡ଼ିବନି, ଆଉ କଟାକଟିରୁ ବଞ୍ଚିଯିବେ। ଚାଲନ୍ତୁ ଦେଖିବା କେମିତି ଏଇଟା ଆମେ ପ୍ରିପାରେସନ୍ କରୁଛୁ। ତା ପାଇଁ ପୁରା ହାଇଜିନ୍ ମେଣ୍ଟେନ୍ ହେବ, ଯେଉଁଟାକି ଆମକୁ ପୁରା ହାଇଜିନ୍ ପାଇଁ SOPର ପୁରା ପ୍ରଣାଳୀ କରିବାକୁ ପଡ଼ିବ। ଫାର୍ଷ୍ଟ ଆମେ ରୂପାର ମୋର ପୁରା ଯେଉଁ ଜାଗା ସେ ଜିନିଷକୁ ଥୋଇବୁ ସେ ଜାଗାକୁ ପୁରା ଭଲସେ ହାଇଜିନିକ୍ କରିଛୁ, ପୁରା ଭଲସେ ସ୍ପ୍ରେ କରିନେଇଛୁ ଯେଉଁ ସାନିଟାଇଜର୍ ପୁରା ଏରିଆରେ। ତାପରେ ପ୍ରଡ଼କ୍ଟ ବାହାର କରିଛୁ। ପ୍ରଡ଼କ୍ଟ ବାହାର କଲା ପରେ ସେ ଏରିଆକୁ ଭଲସେ ସ୍ପ୍ରେ କଲା ପରେ ସାନିଟାଇଜର୍ ସେଠି ମୁଁ ସବୁ ପ୍ରଡ଼କ୍ଟ ବାହାର କରି ରଖିଛି। ଆଉ ରୂପା ଫାଷ୍ଟ ଗ୍ଲୋଭ୍ସ ବଗେରା ସବୁ ପିନ୍ଧିଦେବେ। ଯାହା ବି ହାଇଜିନିକ୍ ଦରକାର ସବୁ ଆମେ ସାନିଟାଇଜର୍ ସ୍ପ୍ରେ କରି ଭଲସେ ପୋଛି ନେବୁ। ମାନେ ଦେଖିଲେ କେମିତି ଆମେ SOP ପ୍ରଣାଳୀ ସବୁ କଲୁ, ସବୁ ସଫାସଫି କରି ତାପରେ ଆମେ ଏବେ ତାଙ୍କ କାନକୁ, ଯିଏ ଆମ କ୍ଲାଇଣ୍ଟ ଅଛନ୍ତି ତାଙ୍କ କାନ ଫୋଡ଼ା ଆପଣମାନେ ତ ଫାଷ୍ଟରୁ ଦେଖିଥିଲେ କେତେ ବଡ଼ ସାଇଜ୍ ଯାଇ, ଯେଉଁଟାକି କାନର ଖିଲ ତା ପଛରେ ବଟମ୍ ବି ରହିବନି, ବଟମ୍ ବାହାରି ପଳେଇ ଆସିବ, ଏତେ ବଡ଼ ସାଇଜ୍ ହେଇଯାଇଛି ତାଙ୍କ କାନ। ତ ଆମେ ତାଙ୍କ କାନକୁ ଫାଷ୍ଟ ଭଲସେ ଡେଟଲ୍ ନହେଲେ ସାବୁନରେ ବଢ଼ିଆସେ ପୋଛି ନେବୁ, ଯେମିତିକି ଟିକେ ବି ଜୀବାଣୁ ସେ ଏରିଆ ରହିବନି, ଧୂଳି ମଳି କିଛି ବି ରହିବନି। ଆଉ ଚୁଟିକି ତ ଫାଷ୍ଟ ମୁଁ ବାନ୍ଧି ନେଇଥିଲି, ଭଲସେ ଦେଖିପାରୁଥିବେ ଚୁଟି ତା ଦେହରେ ବାଜିବନି, ଆଉ ତା ଦେହରେ ପାଣି ବଗେରା କିଛି ବାଜିବନି। ତାକୁ ବଢ଼ିଆସେ ପୁରା ପୋଛି ପାଛି ନେବେ ଫାଷ୍ଟ ଡେଟଲ୍ରେ। ଆଉ ତାପରେ ଆମେ ଷ୍ଟାର୍ଟ କରିବା କେମିତି ସେଇଟା ପିନିଂ କରାହେବ, ପୁରା କ୍ଲିନ୍ କରାହେଇକି କେମିତି ସେଇଟା ବନ୍ଦ କରାହେବ। ଆପଣ ଦେଖନ୍ତୁ ଷ୍ଟେପ୍ ବାଇ ଷ୍ଟେପ୍। ଆପଣ ଦେଖିପାରୁଥିବେ ରୂପା ତାଙ୍କ କାମ କରୁଛନ୍ତି, ଆଉ ମୁଁ ବି ଏଠି କାମରେ ଲାଗିଯାଇଛି। ଏଇ ପ୍ରୋସିଜର୍ ଗୋଟେ ଡକ୍ଟର ପାଖକୁ ଯିବା ଅପେକ୍ଷା ବହୁତ ହି ଭଲ ପ୍ରୋସିଜର୍ ରହୁଛି। ଆପଣମାନେ ଏଇ କାମ ଶିଖିବା ପାଇଁ ଆପଣଙ୍କୁ ବହୁତ ସାରା ପେମେଣ୍ଟ କରିବାକୁ ପଡ଼ିବ। ମୁଁ ଆପଣମାନଙ୍କୁ ଫୁଲ୍ ଫ୍ରି ଅଫ୍ କଷ୍ଟ ଶିଖଉଛି। ଆ ଦେହରେ ଦେଖିପାରୁଥିବେ ମୁଁ ଆପଣଙ୍କ ପାଇଁ କୌଣସି ବି କଷ୍ଟ ଆ ଦେହରେ ଆଡ଼୍ କରିନି। ଦେଖିବା ପାଇଁ ଭିଡ଼ିଓକୁ ସମସ୍ତଙ୍କ ପାଇଁ ମାଗଣା ରହୁଛି। ଆପଣମାନେ ଏଇ ଅଠେଟି କିଣିକି ଆଣିକିନି ବହୁତ ଭଲ ଭାବରେ ଇନକମ୍ କରିପାରିବେ, କିନ୍ତୁ ଆ ପାଇଁ ବହୁତ SOP ରହୁଛି, ଯାହାକୁ ଆମେ ଯଦି ହାଇଜିନ୍ ମେଣ୍ଟେନ୍ ଠିକ୍ସେ ନ କରିବା ତାହେଲେ ଆମ କ୍ଲାଇଣ୍ଟର କାନ ପାଚିବାର ବି ସମ୍ଭାବନା ଅଛି। ତ ତାକୁ ଠିକ୍ସେ କରିବାର ଅଛି, ତାକୁ ପୁରା ଠିକ୍ସେ ପରଫେକ୍ଟଲି ଭଲସେ ପୁରା ପୋଛାପୋଛି କରିବାର ଅଛି, ଯେଉଁଟାକି ହାଇଜିନିକ୍ ମେଣ୍ଟେନ୍ ଯେଉଁଟା ଆମେ କହୁ, ତାକୁ ଭଲସେ ପୁରା ହାଇଜିନିକ୍ ନ କରିବା ଦ୍ୱାରା ସେଇଟା ସେ ଜାଗାରେ ମଳି ଧୂଳି ରହିକିନି ସେଇଟା ପାଚିବାର ବି ସମ୍ଭାବନା ଥାଏ। ପାଣି ବାଜିଲେ ବି ପାଚିବ। ତ କ୍ଲାଇଣ୍ଟକୁ ମନା କରିବେ ହେୟାର ୱାଶ୍ କରିବନି କିଛି ଦିନ, ଯେ 15 ଦିନ ତାଙ୍କର ସେ ଲଗା ହେଇ ରହିବ ଇଠାଟା, ସେଦିନ ସେ କାନରେ ହାତ ମାରିବେନି କି ହେୟାର ୱାଶ୍ ବି କରିବେନି, ତାକୁ ଓଦା କରିବେନି, ନହେଲେ ପାଚିବାର ସମ୍ଭାବନା ବଢ଼ିଯିବ। ଏବେ ଚାଲନ୍ତୁ ଦେଖିବା କେମିତି କ'ଣ ଆମେ ସବୁ କରୁଛୁ। ମାନେ ଦେଖିପାରୁଥିବେ ରୂପା ମାଆଙ୍କ କାନକୁ ବହୁତ ହି ଭଲ ଭାବରେ ପୁରା କଟନ୍ ଦ୍ୱାରା ସଫା କରିନେଉଛନ୍ତି। ଏଇ କଟନ୍ ଆପଣଙ୍କୁ ମାର୍କେଟରେ ବହୁତ ହି ସହଜରେ ଆଭେଲେବୁଲ୍ ମିଳିଯିବ। ଲେଡ଼ିଜ୍ କର୍ଣ୍ଣର ମାର୍କେଟରେ ମିଳିଯିବ କଟନ୍। ଆପଣଙ୍କୁ ଟିଥ୍ ପିନ୍ ଯେଉଁଟା ସେଇଟା ଆଉ ଗ୍ଲୋଭ୍ସ ଏସବୁ ତ ମାର୍କେଟରେ ବହୁତ ହି ସହଜରେ ମିଳିଯିବ। ଲେଡ଼ିଜ୍ କର୍ଣ୍ଣରରେ ଆଉ ମେଡ଼ିସିନ୍ ଷ୍ଟୋରରେ ଇଠାପଟି ଏସବୁ ଜିନିଷ ବହୁତ ସହଜରେ ଆଭେଲେବୁଲ୍ ହେଇଯିବ। ତ ଆପଣମାନଙ୍କୁ କିଣିବା ପାଇଁ ବେଶୀ କିଛି ପଡ଼ିବନି, କେବଳ ସେଇ ଗୋଟେ ଜିନିଷ ଯେଉଁଟାକି ଆପଣଙ୍କୁ ମାର୍କେଟରେ ମିଳିବନି, ଆପଣଙ୍କୁ ନର୍ମାଲି ପ୍ରୋଫେସନାଲ୍ ୱେରେ ହିଁ ମିଳିବ, ସେଇଟାକୁ ହିଁ ଆପଣଙ୍କୁ କିଣିବାକୁ ପଡ଼ିବ। ଆଉ ବହୁତ ସହଜ ଉପାୟ ଏଇଟା, ଆପଣମାନଙ୍କୁ ବେଶୀ କଷ୍ଟ ବି ପଡ଼ିବନି, ତ ବହୁତ ସହଜରେ ହେଇଯିବ। କେବଳ ଆପଣଙ୍କୁ ତାକୁ ଓଦା କରିବାକୁ ପଡ଼ିବନି, ଓଦା ଯଦି କରିବେ ତ ଖରାପ ହେଇଯିବ। ଦେଖନ୍ତୁ ରୂପା ବଢ଼ିଆସେ ପୁରା କାନକୁ ପୋଛି ନେଇଛନ୍ତି। ଆଉ ଏବେ ସେଇ ଟିଥ୍ର ଯେଉଁଟା ପିନ୍ ରହୁଛି ସେଇ ପିନ୍ଟା ଭଲସେ ହାଇଜିନିକ୍ ହେଇଛି। ଏବେ ତାକୁ ସେ ଇଠାରେ ରୂପା ତାକୁ ବୁଡ଼େଇକି ଆଣିବେ ଆଉ କାନରେ ଲଗେଇବେ। କାନରେ ଲଗେଇବା ଟେକ୍ନିକ୍ ଆପଣ ଦେଖନ୍ତୁ କେମିତି ଲଗାଉଛନ୍ତି। ତାକୁ ଲଗେଇବାର ଟେକ୍ନିକ୍ ପୁରା ଏଥିରେ ମୁଁ ସେୟାର କରିଛି, ଟିକେ ବି କଟ୍ କରିନି। ବଢ଼ିଆସେ ତାକୁ ପୁରା କାନର ଚାରିକର ଲଗେଇବେ, ଯେମିତି କାନରେ ଲାଗିବା ଦରକାର, ବଢ଼ିଆସେ ଲଗେଇଦେବେ। ଆଉ ତାପରେ ଇଠାପଟ ଦେଇଦେବେ, ତା ଭିତରକୁ ଏୟାର ଟିକେ ବି ପଶିବନି। ଦେଖନ୍ତୁ କେମିତି ଆମେ କରୁଛୁ, ଷ୍ଟେପ୍ ବାଇ ଷ୍ଟେପ୍ ପୁରା ଭିଡ଼ିଓଟି ଦେଖନ୍ତୁ, ଆଉ ଦେଖି ଜାଣିପାରିବେ କେମିତି ହେଉଛି। ଲାଷ୍ଟ ଦିନ ମୁଁ ଆପଣଙ୍କୁ ଦେଖେଇବି 15 ଦିନ ପରେ ଖୋଲିଲା ପରେ କି କେମିତି ତା'ର ରହୁଛି, ପୁରା ରେଜଲ୍ଟଟା ଆପଣଙ୍କୁ ବଢ଼ିଆ ଭାବରେ ଦେଖେଇବି ଖୋଲିକିନି 15 ଦିନ ପରେ।
एपट कान साइड सैला आ गोटे पट को आरंभ हुए एपट साइड आम जेम करूँ सेम टेक्निक सेपटे भी हाइजीन मेंटेन कर देखिथे वीडियो मानक फास्ट रूपा एपट कान सफा करते सेपट कान भी सफा करते साबुन बढ़िया से गोटे टिश्यू द्वारा एवं सेपट कान रूपा स्टार्ट करेंगे आ देखूँ केमती कौन कर सेम टेक्निक पूरा भल से सेपट कानटा भी बंद करदे कारण माँ को दी पट कान साइड पूरा भल से कटि जाइए पूरा जमती कान गलिकी पलि आसुची तो भल भाव रूपा केमती कौन कर पूरा वीडियो देखु। आर सरीगला सेपट बुलेला आपको 15 दिन एमती रखा हे 15 दिन पर फिर रिचेक हम आपण वीडियो कर निश्चय देखी केमती 15 दिन पर रिजल्ट आसी।